नमस्कार दर्शक बंधु बहुत बहुत स्वागत आम यूट्यूब चैनल को। दर्शक बंधु 1 नवेम्बर रु एही लोक माननकु मिलिबो नाही राशन कार्ड धारी केंद्र सरकार नूतन निर्देशावली जारी करिसंती। वर्तमान एही राशन कार्ड धारी माने नवेम्बर 1 रु राशन पाइबा बंद हेबे। तेबे क्यों माने राशन पाइबेनी आसंतु जानिबा। भारत सरकार देशर नागरिकों पई अनेक योजना जारी रखिसंती। देशर अनेक लोक सरकारी योजनार सुविधा पाआंती, ଯେଉଁଥିରେ ମୁଖ୍ୟତଃ ଗରିବ ଅଭାବୀ ଲୋକ ଅନ୍ତର୍ଭୁକ୍ତ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ଭାରତ ସରକାର ଏହି ଗରିବ ଅଭାବୀ ଲୋକଙ୍କୁ ଅତି କମ୍ ଦାମରେ ରାସନ ଯୋଗାଉଛନ୍ତି। ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଅନେକ ଯୋଜନା ଜାରି ରଖିଛନ୍ତି। ଦେଶର ଅନେକ ଲୋକ ସରକାରୀ ଯୋଜନାର ସୁବିଧା ପାଆନ୍ତି, ଯେଉଁଥିରେ ମୁଖ୍ୟତଃ ଗରିବ ଅଭାବୀ ଲୋକ ଅନ୍ତର୍ଭୁକ୍ତ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ଭାରତ ସରକାର ଏହି ଗରିବ ଅଭାବୀ ଲୋକଙ୍କୁ ଅତି କମ୍ ଦରରେ ରାସନ ଯୋଗାଉଛନ୍ତି। ସରକାରଙ୍କ ସ୍ୱଳ୍ପ ମୂଲ୍ୟର ରାସନ ଯୋଜନାର ଫାଇଦା ନେବାକୁ ଲୋକଙ୍କ ପାଖରେ ଏକ ରାସନ କାର୍ଡ ରହିବା ଆବଶ୍ୟକ। ସରକାରଙ୍କ ସ୍ୱଳ୍ପ ମୂଲ୍ୟର ରାସନ ଯୋଜନାର ଫାଇଦା ନେବାକୁ ଲୋକଙ୍କ ପାଖରେ ଏକ ରାସନ କାର୍ଡ ରହିବା ଆବଶ୍ୟକ। କିନ୍ତୁ ରାସନ କାର୍ଡଧାରୀଙ୍କ ପାଇଁ ସରକାର ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି। 1 ନଭେମ୍ବରରୁ ଏହାକୁ ପୂରଣ ନ କରୁଥିବା ହିତାଧିକାରୀଙ୍କ ରାସନ ବନ୍ଦ ହେବ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ସମସ୍ତ ରାସନ କାର୍ଡଧାରୀଙ୍କ ପାଇଁ KYC କରିବା ଆବଶ୍ୟକ। ଖାଦ୍ୟ ଏବଂ ଜନକଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଏହା ସମ୍ପର୍କରେ ସୂଚନା ପୂର୍ବରୁ ପ୍ରକାଶ ପାଇଥିଲା, କିନ୍ତୁ ଏହା ସତ୍ତ୍ୱେ ଅନେକ ରାସନ କାର୍ଡଧାରୀ ଏହା ବର୍ତ୍ତମାନ ସୁଦ୍ଧା କରିନାହାନ୍ତି। ଯେଉଁମାନେ KYC ପ୍ରକ୍ରିୟା ସମାପ୍ତ କରିନାହାନ୍ତି ସେମାନଙ୍କର ରାସନ ବନ୍ଦ ହେବା ବିଭାଗ ଦେଇଥିବା ସୂଚନା ଅନୁଯାୟୀ KYC ପାଇଁ ଶେଷ ତାରିଖ 31 ଅକ୍ଟୋବର ଭାବେ ସ୍ଥିର କରାଯାଇଛି। ଯଦି ଜଣେ ରାସନ କାର୍ଡଧାରୀ 31 ଅକ୍ଟୋବର ସୁଦ୍ଧା KYC ପ୍ରକ୍ରିୟା ସମ୍ପୂର୍ଣ୍ଣ ନ କରନ୍ତି ତେବେ ସେ ଆସନ୍ତା ମାସ ପାଇଁ ରାସନ ପାଇବେ ନାହିଁ। ଏହିପରି ରାସନ କାର୍ଡଧାରୀଙ୍କ ପାଇଁ ନାମ ମଧ୍ୟ ରାସନ କାର୍ଡରୁ ହଟିଯିବ। KYC ବିନା ରାସନ କାର୍ଡ ରଦ୍ଦ ହେବ। ଏହାପରେ ଏସବୁ ଲୋକମାନେ ସରକାରଙ୍କ ରାସନ ଯୋଜନାର ଲାଭ ପାଇବେ ନାହିଁ। ରେସନ କାର୍ଡ KYC ବିଷୟରେ ଲୋକଙ୍କ ମନରେ ପ୍ରଶ୍ନ ଆସୁଛି। ସର୍ବଶେଷରେ ସରକାର କାହିଁକି KYC କାର୍ଯ୍ୟ କରୁଛନ୍ତି? ବାସ୍ତବରେ ଏପରି ଅନେକ ଲୋକଙ୍କ ନାମ ରାସନ କାର୍ଡରେ ପଞ୍ଜୀକୃତ ହୋଇଛି ଯେଉଁମାନେ ରାସନ କାର୍ଡ ଦ୍ୱାରା ମାଗଣା ରାସନ ପାଇବା ଯୋଜନା ପାଇଁ ଯୋଗ୍ୟ ନୁହନ୍ତି। ସେମାନଙ୍କର ମଧ୍ୟରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଏ ଦୁନିଆରେ ଆଉ ନାହାନ୍ତି, ଯେଉଁମାନଙ୍କର ମୃତ୍ୟୁ ଘଟିସାରିଛି, କିନ୍ତୁ ସେମାନଙ୍କର ନାମ ଏପର୍ଯ୍ୟନ୍ତ ରାସନ କାର୍ଡରୁ ହଟାଯାଇ ନାହିଁ। ବର୍ତ୍ତମାନ ସମସ୍ତ ରାସନ କାର୍ଡଧାରୀଙ୍କୁ ନିଜ ପରିବାରର ସଦସ୍ୟ KYC ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ପଡ଼ିବ। ଏଥିପାଇଁ ସେ ତାଙ୍କର ନିକଟତମ ଖାଦ୍ୟ ଯୋଗାଣ ବିଭାଗୀୟ କାର୍ଯ୍ୟାଳୟକୁ ଯାଇପାରିବେ। ଯଦି କୌଣସି ସଦସ୍ୟ KYC କାର୍ଯ୍ୟ ନ କରନ୍ତି ତେବେ ସେମାନଙ୍କର ନାମ ରାସନ କାର୍ଡରୁ ହଟିଯିବ। दर्शक बंधु जदि भिडियोटी भल लगी थाए ताहले भिडियो को एक लाइक करी एपरी नुआ नुआ भिडियो देखिबा पई आम चैनल को सब्सक्राइब कर दियंतु।